Private sector bank, Bank of India, Bank of India, Bank of Maharashtra, Canara Bank, Indian Bank, UCO Bank. Then cooperative banks. କୋଉଠି ପାଇଲିନି। ଠିक ଅଛି ମୁଁ ପଠେଇଦେବି। ବିଜୟ ଲକ୍ଷ୍ମଣ ମ୍ୟୁଟ କର। ଆଜ୍ଞା ମ୍ୟାମ୍। ମ୍ୟୁଟ କର ନିଜକୁ। ତ ଆମର ଫାଇନାନ୍ସିଆଲ ଇନଷ୍ଟିଟ୍ୟୁସନ ଦେଖିବା। ତ ଫାଇନାନ୍ସିଆଲ ଇନଷ୍ଟିଟ୍ୟୁସନରେ ଆମର କଣ, ଆମେ ଦେଖିବା ମ୍ୟୁଚୁଆଲ ଫଣ୍ଡସ। ତ ମ୍ୟୁଚୁଆଲ ଫଣ୍ଡସରେ କଣ, ଯୋଉଟା କି ଆମେ ଯାହାବି ଆମର ସେୟାର ମାର୍କେଟରେ ଯାହାବି ସବୁ ଆକ୍ଟିଭିଟି ରହୁଛି, ସେ ସବୁ ଆକ୍ଟିଭିଟି ଆମେ ଯଦି ନିଜେ ନ କରିକି ଆମେ ଗୋଟେ ଇନଷ୍ଟିଟ୍ୟୁସନ ଥ୍ରୁରେ କରୁଛେ, ସେଟା ହେଲା ଆମର ମ୍ୟୁଚୁଆଲ ଫଣ୍ଡ। ତ ଫ୍ଲୋଟିଂ ଭ୍ୟାରିୟସ୍ ୟୁନିଟ୍ ସ୍କିମ୍ସ। ତ ମ୍ୟୁଚୁଆଲ ଫଣ୍ଡରେ ଆମର ବହୁତ ସାରା ସ୍କିମ୍ ଥାଏ। Invest the amount so collected in various diversified security. So ସେ ଆମର ଆମେ ଯୋଉ ଆମାଉଣ୍ଟ ଆମେ ମ୍ୟୁଚୁଆଲ ଫଣ୍ଡରେ ଇନଭେଷ୍ଟ କରିବା, ତ ସେମାନେ ସେ ଆମାଉଣ୍ଟ ଟାକୁ ବହୁତ ସାରା ସିକ୍ୟୁରିଟିରେ ଡାଇଭର୍ସ କରିଦିଅନ୍ତି। ତ ଆମର ମ୍ୟୁଚୁଆଲ ଫଣ୍ଡର ଏକ୍ସାମ୍ପଲ ଦବ ଆଭେନ୍ୟୁ ସୁପର ମାର୍କେଟ ଲିମିଟେଡ, କୋଟକ ମହିନ୍ଦ୍ରା ବ୍ୟାଙ୍କ, ଦେନ୍ HDFC, ICICI, ଦେନ୍ ଇନଫୋସିସ ଲିମିଟେଡ, ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ, then Bajaj Finance Limited, Nestle India Limited, and Housing Development Financial Corporation Limited. ଦେନ୍ ଇନ୍ସୁରାନ୍ସ କମ୍ପାନୀରେ ଆମର ଯୋଉମାନେ କି ଆମର କଲେକ୍ଟ ପ୍ରିମିୟମ ବା ଇସୁଇଂ ଇନ୍ସୁରାନ୍ସ ପଲିସି। ତ ତମେ ଦେଖିଥିବ, ତ ଗାଁରେ ବି କିଛି ଲୋକ ଥାନ୍ତି ଯୋଉମାନେ LIC ରେ ଜବ୍ କରିଥାନ୍ତି, ତ ସେମାନେ ଆଣିକି ଲୋକମାନଙ୍କୁ ମୋଟିଭେଟ କରନ୍ତି ଯେ ସେମାନେ କେମିତି ମ୍ୟୁଚୁଆଲ ଫଣ୍ଡରେ ଇନଭେଷ୍ଟମେଣ୍ଟ କରିବେ କିମ୍ବା ଇନ୍ସୁରାନ୍ସ ପଲିସି କିଣିବେ, ଯାହାଦ୍ୱାରା କି ଯଦି ଫ୍ୟୁଚରରେ କିଛି ଅନସର୍ଟେନିଟି ହଉଛି ସେମାନେ ସବୁ ପେମେଣ୍ଟ କରିବେ। The collects premium by issuing insurance policy and invest the collected premium in financial assets and markets to generate cash flow to future claims. ତ କଣ ଇନ୍ସୁରାନ୍ସ ପଲିସି ସେମାନେ ଆମକୁ ଇସ୍ୟୁ କରିକି ଆମକୁ ମନ୍ଥଲି ହଉ, କ୍ୱାର୍ଟରଲି ହଉ କିମ୍ବା ଇୟରଲି ଆମଠୁ ପ୍ରିମିୟମ କଲେକ୍ଟ କରନ୍ତି, ଆଉ ସେଇ ପ୍ରିମିୟମ ଆମାଉଣ୍ଟକୁ ସେମାନେ ଇନଭେଷ୍ଟମେଣ୍ଟ କରନ୍ତି କୌଣସି ଫାଇନାନ୍ସିଆଲ ଆସେଟ୍ସ। ସେ ଫାଇନାନ୍ସିଆଲ ଆସେଟ୍ସରେ ଇନଭେଷ୍ଟ କରିକି ଯାହା ବି ପ୍ରଫିଟ ହବ, ଯେତେବେଳେ ଆମର କିଛି ଅନସର୍ଟନିଟି ହବ, ତ ସେମାନେ ସେତେବେଳେ ଆମର ପ୍ରିନ୍ସିପାଲ ଆମାଉଣ୍ଟ ଆମକୁ ପେମେଣ୍ଟ କରିଦେବେ। Then to safeguard the ଆମର ହେଲା ରେଗୁଲେଟରୀ ଇନଷ୍ଟିଟ୍ୟୁସନ। ତ ଆମେ ଯୋଉ ମ୍ୟୁଚୁଆଲ ଫଣ୍ଡ ହଉ କିମ୍ବା ସେୟାର ମାର୍କେଟରେ ଇନଭେଷ୍ଟମେଣ୍ଟ କରୁଛେ, ତ ତା ପାଇଁକା ସବୁ ରୁଲ୍ସ ରେଗୁଲେସନ ଅଛି। ତ ସେ ରୁଲ୍ସ ରେଗୁଲେସନ କଣ ପାଇଁ ଅଛି? ଟୁ ସେଫଗାର୍ଡ ଦ ଇଣ୍ଟରେଷ୍ଟ ଅଫ ଏ ଲାର୍ଜ ନମ୍ବର ଇନଭେଷ୍ଟର ଆଣ୍ଡ ସେଭର୍ସ। ତ ଯୋଉ ଲାର୍ଜ ନମ୍ବର ଅଫ ଡିପୋଜିଟର୍ସ ରହିଲେ, ସେଭର୍ସ ରହିଲେ, ତ ଆମେ ମାନେ ହେଲେ ସେମାନେ, ତ ସେମାନଙ୍କୁ ଆମର ଯୋଉମାନେ ପ୍ରୋଟେକ୍ଟ କରିବେ ସେମାନେ ହେଲେ ଆମର ରେଗୁଲେଟରୀ ଇନଷ୍ଟିଟ୍ୟୁସନ। ତ ସେମାନେ ହେଲେ ଆମର RBI, ସେବି, ଦେନ୍ INDAI, ଦେନ୍ PRDA। ତ ଏମାନେ ହେଲେ ଆମର ରେଗୁଲେଟରୀ ଇନଷ୍ଟିଟ୍ୟୁସନ। Then housing finance companies କୋଉମାନେ? The housing finance companies are kind of non-banking financial companies whose principal business is providing housing finance. ତ ଆମର କିଛିଟା ଲୋକ ଥାନ୍ତି ଯୋଉମାନେ କି କଣ ଗୋଲ୍ଡ କୁ ରଖି ଲୋନ ଆଣନ୍ତି, କିମ୍ବା ଯୋଉମାନେ ନିଜର ପ୍ରପର୍ଟି ହାଉସ କୁ ରଖି ଲୋନ ଆଣନ୍ତି, ସେମାନେ ଏଇ ସବୁ ଅପରଚୁନିଟି ଯୋଉମାନେ ପ୍ରୋଭାଇଡ କରନ୍ତି, ଏଇ ସବୁ ଫ୍ୟାସିଲିଟି ଯୋଉମାନେ ପ୍ରୋଭାଇଡ କରନ୍ତି, ସେମାନେ ହେଲେ ଆମର ହାଉସିଂ ଫାଇନାନ୍ସ କମ୍ପାନୀ। ତ ଏକ୍ସାମ୍ପଲ ହେଲା ତାର HDFC ହାଉସିଂ ଫାଇନାନ୍ସ, LIC, ଦେନ୍ ଇଣ୍ଡିଆନ ବୁଲ୍ସ, L&T ହାଉସ ଫାଇନାନ୍ସ ଲିମିଟେଡ, PNB, IIFL, GIC ଆଣ୍ଡ ସୁନ୍ଦରମ ହୋମ ଫାଇନାନ୍ସ। ତ ଆହୁରି ବି ତମେ ଦେଖୁଥିବେ ଲୋକାଲରେ ବି ତମକୁ ବହୁତ ସାରା ମିଳିବ ହାଉସିଂ ଫାଇନାନ୍ସ କମ୍ପାନୀ। ଦେନ୍ ଆମେ ଦେଖିବା ଫାଇନାନ୍ସିଆଲ ମାର୍କେଟ କଣ। ତ ଫାଇନାନ୍ସିଆଲ ମାର୍କେଟ
is a place or mechanism where financial assets are sold or purchased. ତ ଆମର ଯୋଉଠି ଆମର ଫାଇନାନ୍ସିଆଲ ଆସେଟ ସବୁ କିଣା ବିକା ହୁଏ ସେଇଟା ହେଲା ଆମର ଫାଇନାନ୍ସିଆଲ ମାର୍କେଟ। ଇଟ୍ ଫାସିଲିଟେଟ୍ ଟ୍ରେଡିଂସ୍ ଇନ୍ ଫାଇନାନ୍ସିଆଲ ଆସେଟ୍ସ। ତ ଆମର ଫାଇନାନ୍ସିଆଲ ମାର୍କେଟରେ କଣ ନର୍ମାଲ ଯୋଉମାନେ ରହିଲେ ଲୋକମାନେ କଣ କରିପାରିବେ ସେଲ୍ ଆଉ ପରଚେଜ କରିପାରିବେ ଫାଇନାନ୍ସିଆଲ ଆସେଟ୍ସକୁ ଆଉ ଟ୍ରେଡିଂ କରିପାରିବେ। ଦେନ୍ ମନି ଆମର ଫାଇନାନ୍ସିଆଲ ମାର୍କେଟ ହେଲା ଟୁ ଟାଇପର, ଗୋଟେ ହେଲା ମନି ମାର୍କେଟ, ଗୋଟେ ହେଲା କ୍ୟାପିଟାଲ ମାର୍କେଟ। ଫାର୍ଷ୍ଟ ଆମେ ଦେଖିବା ମନି ମାର୍କେଟ। ମନି ମାର୍କେଟ ଡିଲ୍ସ ୱିଥ ଦ ସର୍ଟ ଟର୍ମ ଫଣ୍ଡସ୍ ମ୍ୟାଚୁରିଟି ପିରିୟଡ ଅଫ 1 or less than 1 year। ଆମର ପିରିୟଡକୁ ନେଇକି ଆମର ମାର୍କେଟକୁ ଡିଭାଇଡ କରାଯାଇଛି ସର୍ଟ ଟର୍ମ ଆଉ ଲଙ୍ଗ ଟର୍ମ। ସର୍ଟ ଟର୍ମ ଯୋଉଟା ହେଲା ସେଟା ଆମର ମନି ମାର୍କେଟ, ଯୋଉଟାରେ କି ଯୋଉ ଆସେଟ ତମେ ଫାଇନାନ୍ସିଆଲ ଆସେଟ୍ସରେ ଇନଭେଷ୍ଟମେଣ୍ଟ କରିବ ତ ତାର ମ୍ୟାଚୁରିଟି ପିରିୟଡ 1 year ହେଇଥିବ କିମ୍ବା 1 year ତଳକୁ ହେଇଥିବ, କିନ୍ତୁ ଅଧିକ 1 year ହବନି। And financial assets that are close substitutes for money. Then ଆମର ଆସିଲା ତାର ଏକ୍ସାମ୍ପଲ୍ସ ହେଲା bills of exchange, promissory notes, commercial papers and treasury bills. ଦେନ୍ ଆମର ଆସିଲା କ୍ୟାପିଟାଲ ମାର୍କେଟ। ତ କ୍ୟାପିଟାଲ ମାର୍କେଟ କଣ ଯୋଉଟା ଆମର କି ଲଙ୍ଗ ଆମେ ଟର୍ମ କଣ financial assets that close substitute for money, ଆମେ ମାନେ ମନି ସେଇଟା ଇଜିଲି ମନିକୁ କନଭର୍ଟ ହେଇପାରିବ ଯୋଉଟା ଆମର ସେଇଟା ହେଲା ସର୍ଟ ଟର୍ମ ଆସେଟ୍ସ। ମାନେ ତମର ଯେତେବେଳେ ଇଚ୍ଛା ତମେ 1 year ଭିତରେ ତାକୁ ମନିରେ କନଭର୍ଟ କରିପାରିବ। ସପୋଜ ତମେ ଗୋଟେ ସେୟାର କିଣିଛ ଆଉ ସେ ସେୟାରଟା କୁ ତମେ 1 year ଭିତରେ ତାକୁ ଯେତେବେଳେ ବି ଚାହିଁବ ତାକୁ ସେଲ୍ କରିପାରିବ ଆଉ ତମ ପାଖକୁ ପଇସା ଆସିବ। ତ ସେଥିପାଇଁକା ସେ କାହାକୁ ସବଷ୍ଟିଟ୍ୟୁଟ କରିବ ମନିକୁ, ତ ତମେ ଯେତେବେଳେ ଚାହିଁଲେ ତାକୁ ସବଷ୍ଟିଟ୍ୟୁଟ କରିକି ମନି ଆଣିପାରିବ। ଦେନ୍ ଆସିଲା କ୍ୟାପିଟାଲ ମାର୍କେଟ। ତ ଆମର କ୍ୟାପିଟାଲ ମାର୍କେଟ ହେଲା ଯୋଉଟା କି ଲଙ୍ଗ ଟର୍ମ ଫଣ୍ଡସ କୁ ରିଲେଟ କରିବ। ଲଙ୍ଗ ଟର୍ମ ଫଣ୍ଡସ ଯୋଉଟା କି ଆମର ଯାର ମ୍ୟାଚୁରିଟି ପିରିୟଡ ମୋର ଦ୍ୟାନ 1 year, ତମେ 1 year ଭିତରେ ତାକୁ ରିଡିମ୍ କରିପାରିବ। Then it deals with long-term funds, maturity period of more than 1 year. So, for examples are share, debenture, bonds, etc. Then it comprises the primary market and the secondary market. So, our capital market है two types, one है primary और one है secondary. The primary market रे कौन हबो हमरो new issue of security। माने जेतेबेले फर्स्ट टाइम गोटे शेयर टा इश्यू हबो ସେଇଟା ଆମର ପ୍ରାଇମେରୀ ମାର୍କେଟରେ ହବ, ଆଉ ଯୋଉଟା ଏକ୍ଜିଷ୍ଟିଂ ସେୟାରକୁ ନେଇକି ହବ ସେଇଟା ହେଲା ଆମର ସେକେଣ୍ଡାରୀ ମାର୍କେଟ। ତ ଆମର କ୍ୟାପିଟାଲ ମାର୍କେଟ ହେଲା ଆମର ଟୁ ଟାଇପ, ଗୋଟେ ହେଲା ପ୍ରାଇମେରୀ ମାର୍କେଟ ଆଉ ଗୋଟେ ହେଲା ସେକେଣ୍ଡାରୀ ମାର୍କେଟ। ତ ପ୍ରାଇମେରୀ ମାର୍କେଟରେ କଣ ଆମର ଯେତେବେଳେ ଗୋଟେ କମ୍ପାନୀ ଫାର୍ଷ୍ଟ ଟାଇମ ସେୟାର ଇସ୍ୟୁ କରେ ସେଇଟା ପ୍ରାଇମେରୀ ମାର୍କେଟ ଅଣ୍ଡରରେ ଆସିବ। ଦେନ୍ ସେକେଣ୍ଡାରୀ ମାର୍କେଟ ହେଲା ଯେ ଏକ୍ଜିଷ୍ଟିଂ ସେୟାର ମାନେ ଆଗରୁ କମ୍ପାନୀ ମାନେ ଇସ୍ୟୁ କରିଥିବ ଆଉ ସେଇ ସେୟାରକୁ ନେଇ ଯେତେବେଳେ ଟ୍ରେଡିଂ ହଉଛି ସେଟା ହେଲା ଆମର ସେକେଣ୍ଡାରୀ ମାର୍କେଟ। ଦେନ୍ ତାପରେ ଫାଇନାନ୍ସିଆଲ କ୍ୟାପିଟାଲ ଟା ବୁଝିପାରିଲିନି କ୍ୟାପିଟାଲ ଟା। କ୍ୟାପିଟାଲ ମାର୍କେଟ କଣ ଆମର ସପୋଜ ତମେ ଗୋଟେ ଜଣଙ୍କଠୁ ଲୋନ ଆଣିଛ, ତ ତମେ ସପୋଜ ଗୋଟେ ଗାଡି କିଣିଛ, ତ ଗାଡି ନ କହିକି ସପୋଜ ତମେ ଗୋଟେ କମ୍ପାନୀର ସେୟାର କିଣିଲ, ତ କମ୍ପାନୀର ସେୟାର ର ତମେ ତାକୁ ଟାଟାର କମ୍ପାନୀର ସେୟାର କିଣିଲ, ତ ସେଇ ସେୟାର ମ୍ୟାଚୁରିଟି ହେଲା 2 year। ମାନେ ତମେ 2 ବର୍ଷ ପରେ ହିଁ ସେ ମାର୍କେଟରେ ତାକୁ ସେଲ୍ କରିପାରିବ। ତମେ ୱାନ୍ସ ପରଚେଜ କରୁଛ ମାନେ ତାକୁ 2 year ପରେ ହିଁ ସେଲ୍ କରିପାରିବ। ଯୋଉଟା କି ତମର କଣ 1 year କ୍ରସ୍ କରିଗଲା ମାନେ ସେଟା ହେଲା ତମର ଲଙ୍ଗ ଟର୍ମ ଫଣ୍ଡ, ଆଉ ଯୋଉଟା କି ଆସିବ କ୍ୟାପିଟାଲ ମାର୍କେଟ ଅଣ୍ଡରରେ। କ୍ୟାପିଟାଲ ମାର୍କେଟ ହେଲା ଟୁ ଟାଇପ, ପ୍ରାଇମେରୀ ମାର୍କେଟ, ସେକେଣ୍ଡାରୀ ମାର୍କେଟ। ତ ଏବେ ଗୋଟେ ନୂଆ କମ୍ପାନୀ ସପୋଜ ଆସିବ, ତ ସେ କମ୍ପାନୀ ତରଫ ଗୋଟେ ନୂଆ ଇସ୍ୟୁ କରିବା, ସେୟାର ହଉ କିମ୍ବା ସିକ୍ୟୁରିଟି ହଉ ଗୋଟେ ନ୍ୟୁଲି ଇସ୍ୟୁ କରିବ, ତ ସେଇଟା ହେଲା ପ୍ରାଇମେରୀ ମାର୍କେଟ। ଆଉ ସପୋଜ ଟାଟାରେ ଏବେ ଯଦି ତମେ ସେୟାର ଦେଖିବ ଟାଟା କମ୍ପାନୀର, ତ କଣ ସେ କମ୍ପାନୀଟା ବହୁତ ଆଗରୁ ହେଇକି ଆସିଛି, ତ ସେ କମ୍ପାନୀରେ ଯଦି ଏକ୍ଜିଷ୍ଟିଂ ସିକ୍ୟୁରିଟି ଗୁରା ଟ୍ରେଡ କରିବ ସେଇଟା ହେଲା ତମ ସେକେଣ୍ଡାରୀ ମାର୍କେଟ। ତ ନର୍ମାଲି ଯୋଉଟା ଲଙ୍ଗ ଟର୍ମ ପିରିୟଡ଼ ପାଇଁ ଆମେ ଯୋଉ ସିକ୍ୟୁରିଟିକୁ ହେଲ୍ପ କରିବା ତ ସେଇଟା ଆମର କ୍ୟାପିଟାଲ ମାର୍କେଟ ଅଣ୍ଡରରେ ଆସିବ। ଆଉ ଯୋଉଟା ସର୍ଟ ଟର୍ମ ପିରିୟଡ଼ ପାଇଁ କରିବା ସେଇଟା ହେଲା ଆମର ମନି ମାର୍କେଟ, ଆଉ ଯୋଉଟା କି ଇଜିଲି ମନିରେ କନଭର୍ଟ ହେଇପାରିବ। ଆମେ ପ୍ରାଇମେରୀ ମାର୍କେଟ ଆଉ ସେକେଣ୍ଡାରୀ ମାର୍କେଟ ଡିଫରେନ୍ସ।
କଣ? ପ୍ରାଇମରୀ ମାର୍କେଟ ଆଉ ସେକେଣ୍ଡାରୀ ମାର୍କେଟ। ତ ଗୋଟେ କମ୍ପାନୀରେ ଯଦି ତମେ ସିକ୍ୟୁରିଟି ଟା ଫାଷ୍ଟ ଟାଇମ କିଣିବ, ସେ କମ୍ପାନୀ ବି ଫାଷ୍ଟ ଟାଇମ ଇସ୍ୟୁ କରିଛି, ସେଟା ହେଲା ପ୍ରାଇମେରୀ ମାର୍କେଟ। ପ୍ରାଇମେରୀ ଟା କଣ ଷ୍ଟାର୍ଟିଂ। ସେକେଣ୍ଡାରୀ ମାର୍କେଟ ହେଲା ଯେ କମ୍ପାନୀ ବହୁତ ପୁରୁଣା କମ୍ପାନୀ, ଯିଏ ଆଗରୁ ବି ବହୁତ ଥର ସେୟାର ଇସ୍ୟୁ କରିସାରିଛି, ତ ସେଇ ସେୟାର ଗୁଡାକ ଆମର ଇନଭେଷ୍ଟର୍ସ ସେଲର ବାୟର ସେମାନଙ୍କ ଭିତରେ ସେଇ ସେୟାର ଟା ପରଚେଜ ସେୟାର ଚାଲିଛି, ତ ଏକ୍ଜିଷ୍ଟିଂ ସେୟାର ଟା ମାନେ ଆଗରୁ ସେ ଇସ୍ୟୁ କରିସାରିଛି। ସପୋଜ ତମେ ଗୋଟେ କମ୍ପାନୀର କିଣିଲ, ଫାଷ୍ଟ ଟାଇମ କିଣିଲ, ସେଟା ହେଲା ପ୍ରାଇମାରୀ ମାର୍କେଟ। ତ ତମେ ସେଇ ସେୟାରକୁ ଯେତେବେଳେ ଆଉ କାହାକୁ ବିକିବ, କିମ୍ବା ତମେ ଯାହାକୁ ବିକିଛ ସେ ତାକୁ ନେଇକି ଆଉ କାହାକୁ ବିକିବ, ତ ସେଇଟା ହେଲା ତମର ସେକେଣ୍ଡାରୀ ମାର୍କେଟ। ତ ସେକେଣ୍ଡ ଟାଇମ ଯୋଉଟା ମାନେ ଫାଷ୍ଟ ଟାଇମ ପରେ ଯାହା ବି ସବୁ ଆସିବ ସେଟା ହେଲା ସେକେଣ୍ଡାରୀ ମାର୍କେଟ। ବୁଝିପାରିଲ? ଦେନ୍ ଆମେ ଦେଖିବା ଫାଇନାନ୍ସିଆଲ ଇନଷ୍ଟ୍ରୁମେଣ୍ଟ। ତ ଏଠି ଆମର କଣ, ତ ସପୋଜ ଏଠି ଦେଖ, ତମେ ରିଲାଏନ୍ସ ର ସେୟାର କିଣିବ, ତ ସେୟାର କିଣିବ ମାନେ କଣ, ତମେ ଯଦି ଇନଭେଷ୍ଟମେଣ୍ଟ କରିବ, ଇନଭେଷ୍ଟମେଣ୍ଟ ଯଦି କରିବ ତ ସେଇଟା ତମର କଣ ଆସେଟ୍ସ। ଆସେଟ୍ସ ମାନେ କଣ ଜାଣିଛ? ତମର ଆକାଉଣ୍ଟିଂ କ୍ଲାସ ରେ ପଢା ହଉଛି। ଆସେଟ୍ସ ମାନେ ଜାଣିଛ ନା ନାଇଁ? ତ ଶୁଣ, ଆସେଟ ହେଲା ତ ଯୋଉଟା କି ତମେ ତମେ ଇନଭେଷ୍ଟମେଣ୍ଟ କରିଛ, କିମ୍ବା ତମକୁ ସେ ମାନେ ତମର କିଛି ପାଇବାର ଅଛି, କ୍ୟାସ୍ ହଉ, କିମ୍ବା ତମେ ଯଦି ଗୋଟେ ଇନଭେଷ୍ଟମେଣ୍ଟ କରିବ, ତ ତମକୁ ସେଇଟା ଫ୍ୟୁଚରରେ ସେଇଟା ତାର ସେ ତମକୁ ରିଟର୍ନ ଆସିବ, ସେଇଟା ହେଲା ଆସେଟ୍ସ। ଆଉ ଲାଇବିଲିଟି କଣ, ଯୋଉଟା କି ତମେ ଲାଇବୁଲ ମାନେ ତମେ ତାକୁ ପେମେଣ୍ଟ ଋଣ। କରିବ। କଣ କହିଲ? ଗାଧେଇବି। ଋଣ ତ ଲାଇବିଲିଟି ଋଣ। ହୁଁ ହୁଁ। ତ ଲାଇବିଲିଟି ହେଲା ଯେ ତମକୁ ଫ୍ୟୁଚରରେ କିଛି ପେମେଣ୍ଟ କାହାକୁ କରିବାର ଅଛି, ଯୋଉ ଋଣ। ତ ତମେ ଯଦି ରିଲାଏନ୍ସ ର ସେୟାର କିଣିଲ, ତ ତମ ପାଇଁ କଣ ସେଟା ଗୋଟେ ଇନଭେଷ୍ଟମେଣ୍ଟ। ତମ ତମେ ତା ଦେହରୁ ରିଟର୍ନ ଫ୍ୟୁଚରରେ ପାଇବ, ସେଇଟା ହେଲା ତମ ପାଇଁ ଆସେଟ୍ସ। ଆଉ ଲାଇବିଲିଟି କଣ, ଆମର ରିଲାଏନ୍ସ ଯୋଉମାନେ ରହିଲେ, ତାଙ୍କର ମୁକେଶ ଅମ୍ବାନୀ, ଅନିଲ ଅମ୍ବାନୀ, ତ ସେମାନଙ୍କ ପାଇଁ ଏଇଟା କଣ ଲାଇବିଲିଟି, ଯେ ତମକୁ ସେମାନେ ଫ୍ୟୁଚରରେ ପେମେଣ୍ଟ କରିବେ, ସେଟା ହେଲା ତାଙ୍କ ପାଇଁକା ଲାଇବିଲିଟି। ତ financial instrument is a contract between two parties, give rise to a financial assets of one party and a financial liability to another party. ତ ଆମର financial instrument ହେଲା two type ର, ଦି ଟୁ ପାର୍ଟିଙ୍କ ଭିତରେ ହଉଛି, ଯୋଉଥିରେ କି ଜଣଙ୍କ ପାଇଁ ସେଟା ଫାଇନାନ୍ସିଆଲ ଆସେଟ, ଆଉ ଅନଦର ପାର୍ଟି ପାଇଁ ସେଟା ହେଲା ଫାଇନାନ୍ସିଆଲ ଲାଇବିଲିଟି। ତ ଫାଇନାନ୍ସିଆଲ ଇନଷ୍ଟ୍ରୁମେଣ୍ଟସ୍ ଆର୍ ଇକ୍ୱିଟି ସେୟାର, ପ୍ରିଫରେନ୍ସ ସେୟାର, ଡିବେଞ୍ଚର, ବଣ୍ଡସ୍। ତ ଆମର ଫାଇନାନ୍ସିଆଲ ଇନଷ୍ଟ୍ରୁମେଣ୍ଟରେ କୋଉମାନେ ଆସିବେ, ଇକ୍ୱିଟି ସେୟାର ଆସିବ, ପ୍ରିଫରେନ୍ସ ସେୟାର ଆସିବ, ଡିବେଞ୍ଚର ଆଉ ବଣ୍ଡସ୍। ଦେନ୍ ଆମେ ଦେଖିବା ଫାଇନାନ୍ସିଆଲ ସର୍ଭିସେସ୍। Services that ensure the smooth flow of in financial activities in the economy। ତ ଯୋଉ ସର୍ଭିସ ଆମର କଣ ଫାଇନାନ୍ସିଆଲ ଆକ୍ଟିଭିଟି ଆମ ଇକୋନୋମିରେ ହଉଛି, ସେମାନଙ୍କୁ ଯୋଉମାନେ ସ୍ମୁଥ କରୁଛନ୍ତି, କିମ୍ବା ତାର ଇଜି ଫ୍ଲୋ ଯୋଉମାନଙ୍କ ଯୋଗୁଁ ହେଇପାରୁଛି, ଏଟା ହେଲା ଆମର ଫାଇନାନ୍ସିଆଲ ସର୍ଭିସେସ୍। Cater to the needs of financial institution, financial markets and financial instruments। ତ ଯୋଉ ଆମର ଫାଇନାନ୍ସିଆଲ ଇନଷ୍ଟିଟ୍ୟୁସନ ରହିଲା, ମାର୍କେଟ ରହିଲା, ଇନଷ୍ଟ୍ରୁମେଣ୍ଟ ରହିଲା, ସେମାନଙ୍କର ଯାହା ବି ନିଡ୍ ରହୁଛି, ଯିଏ ଫୁଲଫିଲ୍ କରୁଛି, ସେଟା ହେଲା ଆମର ଫାଇନାନ୍ସିଆଲ ସର୍ଭିସେସ୍। ତ ଏକ୍ସାମ୍ପଲ ଦେଖ, ବ୍ୟାଙ୍କ। ତ ବ୍ୟାଙ୍କରେ କଣ, ତମେ ମାନେ ତମର ଫାଇନାନ୍ସ ରିଲେଟେଡ ଆକ୍ଟିଭିଟି କରିପାରୁଛ, ଡିପୋଜିଟ ନେଇପାରୁଛ, ନିଜେ ଡିପୋଜିଟ କରିପାରୁଛ, କିମ୍ବା ଲୋନ ଆଉ ଲୋନ ନେଇପାରୁଛ। ଦେନ୍ ଆମର ଇନ୍ସୁରାନ୍ସ କମ୍ପାନୀ। ଇନ୍ସୁରାନ୍ସ କମ୍ପାନୀରେ କଣ କରିପାରିବ ତମେ, ଯେ ତମେ ତମର ଆସେଟ ହଉ, ଗାଡି ହଉ, କିମ୍ବା ନିଜ ଲାଇଫ ହଉ, ତ ସେ ସବୁକୁ ଇନ୍ସୁର କରିପାରିବ। ମାନେ ଫ୍ୟୁଚରରେ ଯଦି ବି କିଛି ହବ, ତାର ଯାହା ବି ଲସ୍ ହବ, ଇନ୍ସୁରାନ୍ସ କମ୍ପାନୀ ମାନେ ତମକୁ କମ୍ପେନସେଟ କରିବେ। ସେଟା ହେଲା ମାନେ ଇନ୍ସୁରାନ୍ସ କମ୍ପାନୀ, ସିଏ ଗୋଟେ ସର୍ଭିସେସ୍ ଅଣ୍ଡରରେ ଆସିବ। ଦେନ୍ ଷ୍ଟକ୍ ବ୍ରୋକର। ତ ତମେ ଯୋଉ କମ୍ପାନୀର ସେୟାର ହଉ, ଯାହାବି ସିକ୍ୟୁରିଟି ପରଚେଜ କରୁଛ, ତ ସେଇଟା କାହା ଥ୍ରୁରେ ରହୁଛି, ବ୍ରୋକର ଥ୍ରୁରେ ରହୁଛି, ଯୋଉ ମିଡିଲ ମ୍ୟାନ ରହିଲେ, ତ ସେମାନେ ହେଲେ ଆମର ଫାଇନାନ୍ସିଆଲ ସର୍ଭିସେସ୍।
ତ ଆମେ ଦେଖିବା ମ୍ୟାମ୍ ଷ୍ଟକ୍ ବ୍ରୋକରଟା, ମୁଁ ଷ୍ଟକ୍ ବ୍ରୋକରଟା ଟିକେ କହିବି। ତ ତମେ ମାନେ କେହି ଟ୍ରେଡିଂ ଯଦି କରୁଥିବ ତ ତମେ ଦେଖିବ ଯେ ଯେତେବେଳେ ଟ୍ରେଡିଂ କରିବ ତମେ ଡାଇରେକ୍ଟ କରିପାରିବନି ଗୋଟେ କମ୍ପାନୀଠୁ ସେୟାର ଟା ଡାଇରେକ୍ଟ କିଣିପାରିବନି। ତ ତାଙ୍କ ପାଇଁ କିଛି ମିଡିଲ ମ୍ୟାନ ଥାଆନ୍ତି ଯୋଉମାନେ କି ମାନେ ହେଲ୍ପ କରନ୍ତି ଯେ ତମକୁ ଗୋଟେ କମ୍ପାନୀର ସେୟାର କିଣିବା। ତ ତାଙ୍କର ବି କିଛିଟା କମିଶନ ଥାଏ। ତ ଯେମିତି ଆମେ କହିବା ଆମେ ଯେତେବେଳେ ଗୋଟେ କମ୍ପାନୀ ତମେ ସପୋଜ ଫୋନ କିଣିଥିବ ତ ତମେ କଣ ଡାଇରେକ୍ଟ ଯାଇକି ସାମସଙ୍ଗ କମ୍ପାନୀର ଆଣିନଥିବ। ତ ସାମସଙ୍ଗ ର ଯୋଉମାନେ ରହିଲେ ମିଡିଲ ମ୍ୟାନ ରହିଲେ ରିଟେଲର ସପ ମାନେ ରହିଲେ ପାଖରେ ରହିଲେ ସେମାନେ ତ ସେଇମାନେ ଯୋଉ ମିଡିଲ ମ୍ୟାନ ରହିଲେ ସେମାନେ ହେଲେ କଣ ରିଟେଲର ତ ସେଇମାନେ ସେୟାର ମାର୍କେଟରେ ଯୋଉମାନେ ମିଡିଲ ମ୍ୟାନ ରହିଲେ ଗୋଟେ କମ୍ପାନୀରେ ତମେ ଯୋଉ ଡାଇରେକ୍ଟ ସେୟାର ନ କିଣିକି ଯାହା ଥ୍ରୁରୁ କିଣୁଛ ସେମାନେ ହେଲେ ତମର ଷ୍ଟକ୍ ବ୍ରୋକର। ଦେନ୍ ଆମେ ଦେଖିବା ନେଚର ଅଫ ଫାଇନାନ୍ସିଆଲ ସିଷ୍ଟମ। ତା ନେଚର କଣ? ତ ଫାର୍ଷ୍ଟ ହେଲା ଟ୍ରାନ୍ସଫର ଫଣ୍ଡସ। Financial system helps in transferring of financial resources from one person to another person. This system includes financial market, financial intermediaries, financial assets, and services which facilitate funds movement in an economy. The transfer fund, the financial system ଆମକୁ କଣ ହେଲ୍ପ କରୁଛି ମାନେ ଫଣ୍ଡ ଟା ଗୋଟେ ପର୍ସନ ରୁ ଆଉ ଗୋଟେ ପର୍ସନ ପାଖକୁ ଏମିତି ଟ୍ରାନ୍ସଫର ହବ। ତ ତମ ପାଖେ ଯେତେବେଳେ ଅଧିକ ପଇସା ଅଛି ତ ତମେ ସେଇଟା କଣ ଯାଇ ବ୍ୟାଙ୍କରେ ଡିପୋଜିଟ କର। ତ ସେଇ ଡିପୋଜିଟ ଯୋଉ କର ତ ସେଟା କଣ ମନି ଟ୍ରାନ୍ସଫର ହେଲା। This system includes financial market, intermediaries, and assets and services which facilitate fund movement in an economy. ତ ଗୋଟେ ଇକୋନୋମିରେ ଯୋଉମାନେ ଫଣ୍ଡସ୍ କୁ ମୁଭମେଣ୍ଟ କରିବାରେ ହେଲ୍ପ କରୁଛନ୍ତି ଆମର କୋଉମାନେ ଫାଇନାନ୍ସିଆଲ ମାର୍କେଟ, ଇଣ୍ଟରମିଡିଆରିଜ ଆଉ ଫାଇନାନ୍ସିଆଲ ସର୍ଭିସେସ୍। Then mobilizes saving. It helps in allocating ideal lying resources with people into productive means. Financial market is the one which obtains funds from saver and to provide it those to who are in need of it for various development purposes. ତ ଟାଟାରେ ଯେତେବେଳେ ଫଣ୍ଡ ଦରକାର ତ ସେମାନେ କଣ ତାଙ୍କର ହ୍ୟୁଜ ଫଣ୍ଡ ଦରକାର ତ ସେମାନେ କଣ କରନ୍ତି ବ୍ୟାଙ୍କରୁ ଲୋନ ଆଣନ୍ତି କିମ୍ବା ସେ ତାଙ୍କ ସେୟାରକୁ ଇସ୍ୟୁ କରିକି ଫଣ୍ଡ ଆଣନ୍ତି। ତ ତା ଦ୍ଵାରା ଯୋଉ ନର୍ମାଲ ଲୋକ ରହିଲେ ତ ସେମାନେ କଣ ତାଙ୍କର ଯାହା ବି ସେଭିଙ୍ଗ ରହୁଛି ତ ସେମାନେ ବ୍ୟାଙ୍କରେ ଡିପୋଜିଟ କରୁଥିବେ ତ ବ୍ୟାଙ୍କ ସେମାନଙ୍କୁ ସେଇ ଡିପୋଜିଟକୁ ନେଇକି ବହୁତ ସାରା କମ୍ପାନୀ କିମ୍ବା ବିଜନେସ ପର୍ସନ ରହିଲେ ଯୋଉମାନଙ୍କୁ ନେଇକି ତାଙ୍କ ଭିତରେ ଡିସପୋଜ କରୁଥିବ ତାଙ୍କୁ ଲୋନ ଟାଇପରେ ଦଉଥିବ। Then risk allocation. Diversification of risk in an economy is important feature of financial system. Financial system allocates people's funds in various sources due to which risk is diversified. କଣ ଆମର ଯୋଉ ରିସ୍କ ରହୁଛି ମାନେ କିଛି ଅନସର୍ଟନିଟି ହବାର ଯୋଉ ଚାନ୍ସେସ୍ ଅଛି ତ ସେଇଟା ଆମର କଣ ଫାଇନାନ୍ସିଆଲ ସିଷ୍ଟମରେ ଡାଇଭର୍ସ ହେଇପାରୁଛି। ତ କଣ ଫାଇନାନ୍ସିଆଲ ସିଷ୍ଟମରେ ତମେ ଯେତେବେଳେ ତମ ପାଖରେ ଫଣ୍ଡ ଅଛି ବ୍ୟାଙ୍କରେ ରଖୁଛ ତ ବ୍ୟାଙ୍କରେ କଣ ତମର ସେଇଟା ରିସ୍କ ଫ୍ରି। ତ ତମେ ଯଦି ସେଇଟା ଘରେ ରଖିଥାନ୍ତ ସେ ଫଣ୍ଡ ଟା ତ ସେଥିରେ କଣ ଚୋରି ହବାର ଚାନ୍ସେସ୍ ବହୁତ ଅଛି କିମ୍ବା ଡ୍ୟାମେଜ ହବାର ଚାନ୍ସେସ୍ ଅଛି ଆର୍ଥକ୍ୱେକ୍ ହଉଛି ଫ୍ଲଡ୍ସ ହଉଛି ସାଇକ୍ଲୋନ ହଉଛି। ତ ତମେ ଯେତେବେଳେ ସେଇଟାକୁ ନେଇକି ବ୍ୟାଙ୍କରେ ରଖୁଛ ତ ସେଥିରେ କଣ ବ୍ୟାଙ୍କ ଟା ତମ ରିସ୍କଟାକୁ ବ୍ୟାଙ୍କ ଟେକ୍ ଓଭର କରୁଛି। ତ ସେଇଟା ହେଲା ଆମର ରିସ୍କ ଆଲୋକେସନରେ ହେଲ୍ପ କରୁଛି। Then it facilitates investment. Financial system encourage investment by people into different investment avenues. The financial system ନା ଆମର କଣ କରୁଛି ଲୋକମାନଙ୍କୁ ଇନଭେଷ୍ଟମେଣ୍ଟ ପ୍ରୋଭାଇଡ କରିବାରେ ହେଲ୍ପ କରୁଛି। ଲୋକମାନେ ଯେତେ ସପୋଜ ତମ ପାଖରେ ଯଦି ନା ଲକ୍ଷେ ଟଙ୍କା ଅଛି ତ ତମେ ତମ ପାଖରେ ରଖିଲେ ସେଟାର କୌଣସି ଇନକ୍ରିମେଣ୍ଟ ହବନି। ତ ତମେ ଯଦି ସେଇଟାକୁ କୋଉଠି ଗୋଟେ କାମରେ ଲଗେଇଦବ ବ୍ୟାଙ୍କକୁ ଦବ ଲୋନ ବ୍ୟାଙ୍କ ତମକୁ ଡିପୋଜିଟ ଆକ୍ସେପ୍ଟ କରିବ ତ ବ୍ୟାଙ୍କ ସେଥିରେ କଣ ତମକୁ ଇଣ୍ଟରେଷ୍ଟ ଦବ ତା ଦ୍ୱାରା ତମ ମନିଟା ଇନକ୍ରିମେଣ୍ଟ ହେଲା। ଆଉ ଦେନ୍ କଣ ଦେନ୍ ଯୋଉମାନଙ୍କର ଦରକାର ବଡ ବଡ ଇଣ୍ଡଷ୍ଟ୍ରିଆଲିଷ୍ଟ ମାନଙ୍କର ଦରକାର ଫଣ୍ଡ କମ୍ପାନୀ ମାନଙ୍କର ଫଣ୍ଡ ଦରକାର ତ ସେଠି ନେଇକି ବ୍ୟାଙ୍କ ସେଟାକୁ ଇନଭେଷ୍ଟମେଣ୍ଟ କରିବ ଆଉ ବ୍ୟାଙ୍କ ସେଥିରୁ ବି ଇନକମ ଜେନେରେଟ କରିବ। Then enhances liquidity. Financial system helps in maintaining optimum liquidity in an economy. It facilitates movement of funds from household savers to corporate investors. ତ କଣ enhance liquidity ତ liquidity ମାନେ କଣ ଯେତେବେଳେ ଆମେ ଗୋଟେ assets କୁ ଇଜିଲି ମନିରେ କନଭର୍ଟ କରିପାରିବା
ସେଇଟା ତମର ଲିକ୍ୱିଡିଟି ଅଣ୍ଡରରେ ଆସିବ। ତ ଆମର ଏଇ ଫାଇନାନ୍ସିଆଲ ସିଷ୍ଟମ କଣ କରୁଛି, ଲିକ୍ୱିଡିଟି କୁ ଏନହାନ୍ସ କରୁଛି। ଏ ଯୋଉ ଯାହାର ଯେତେବେଳେ ଫଣ୍ଡ ଦରକାର ସେ ଇଜିଲି ପ୍ରୋଭାଇଡ କରିପାରିବ। ସପୋଜ ତମେ ଯଦି ବ୍ୟାଙ୍କରେ ଫଣ୍ଡ ଟା ରଖିଲ, ତ ତମର ଯେତେବେଳେ ଇଚ୍ଛା ସେତେବେଳେ ଚାହିଁଲେ ତାକୁ ୱିଡ୍ରଲ୍ କରିପାରିବ। ତ ସେଥିପାଇଁକା ଏନହାନ୍ସ ଲିକ୍ୱିଡିଟି। ଦେନ୍ ଆମର ମ୍ୟାମ୍ ଫିନାନ୍ସିଆଲ କନସେପ୍ଟ। ତମର ଲିକ୍ୱିଡିଟି ମାନେ ହେଲା, ତ ଯେତେବେଳେ ଗୋଟେ ଆସେଟ୍ସ କୁ ତମେ ଇଜିଲି ମନିରେ କନଭର୍ଟ କରିପାରିବ, ସେଇଟା ହେଲା ତମର ଲିକ୍ୱିଡିଟି। ତ ତମେ ଯେତେବେଳେ ତମ ପାଖରେ କିଛିଟା ପଇସା ଅଛି ତ ତମେ ତାକୁ ଯାଇକି ବ୍ୟାଙ୍କରେ ସେଭ୍ କରୁଛ। ତ ବ୍ୟାଙ୍କରେ ସେଭ୍ କଲା ପରେ ତ ତମ ବ୍ୟାଙ୍କ କଣ କରିବ, ଆଉ ତାଇଦର ତମଠୁ ସେଭିଂ ଡିପୋଜିଟ ନବ, ଆକ୍ସେପ୍ଟ କରିବ, କିମ୍ବା ଫିକ୍ସ ଡିପୋଜିଟ ଆକ୍ସେପ୍ଟ କରିବ। ତ ଯୋଉ କରେଣ୍ଟ ଡିପୋଜିଟ ସେଭିଂ ଡିପୋଜିଟ ରହିଲା, ତମେ ସେଥିରେ କଣ, ତ ତମର ଯୋଉ ଇନଭେଷ୍ଟମେଣ୍ଟ ଟା ରହିଲା ତମେ ତ କେତେବେଳେ ବି ୱିଡ୍ର କରିପାରିବ ଚାହିଁଲେ। ଦେନ୍ ଯଦି ତମେ ଗୋଟେ ସେୟାର ମାର୍କେଟରେ ପଇସା ଲଗଉଛ, ତ ତମେ ସେ ସେୟାରକୁ ଚାହିଁଲେ କେତେବେଳେ ସେଲ୍ କରିକି ତମ ଆକାଉଣ୍ଟକୁ ପଇସା ଆଣିପାରିବ। ତ ସେଇଟା ହେଲା ତମର ଏନହାନ୍ସ, ସେଥିପାଇଁକା ସେ ଏନହାନ୍ସ ସିକ୍ୟୁରିଟିର ଆସିବ। ତ ତମର ସେଥିରେ କଣ, ଯେତେବେଳେ ବି ଇଚ୍ଛା ତମ ପାଖକୁ ପଇସା ଆସିପାରିବ। ସେମିତି ନାହିଁ ଯେ ବ୍ୟାଙ୍କ ମାନେ ତମକୁ ତମ ପଇସା ଯଦି ତମେ ଫିକ୍ସଡ ଡିପୋଜିଟ ନ କରିଥିବ ତ ତମେ ଯେତେବେଳେ ଇଚ୍ଛା ବ୍ୟାଙ୍କ ତମକୁ ଦବ। ଆଉ ଯଦି ଫିକ୍ସଡ ଡିପୋଜିଟ କରିଥିବ ତାର ମ୍ୟାଚୁରିଟି ପିରିୟଡ ହେଲେ ହିଁ ତମକୁ ବ୍ୟାଙ୍କ ପ୍ରୋଭାଇଡ କରିବ। ବୁଝିପାରିଲ? ଆଜ୍ଞା ବୁଝିପାରିଲ? ଆଜ୍ଞା ମ୍ୟାମ୍। ଓକେ, ତ ତମମାନେ ଏବେ ବ୍ରେକ୍ ନିଅ, 11:45 ରେ ଜଏନ୍ କରିବ। ଓକେ ମ୍ୟାମ୍।